हेलो एवरीवन पिला माने तुम समस्त को स्टडी एंड स्टडी रो गोटे फ्रेश क्लास को मु सुब्रत सर वेलकम करुच्ची। पिला हमर गवर्नमेंट बीएड एंट्रांस 2024 रो मिशन चलची। तो पिला आज आम फिजिकल साइंस रो जो हमर रही पोटेंशियल डिफरेंस एटा को आज कंप्लीट करिया थ्योरी प्लस इंपोर्टेंट एमसीक्यू नेकी आसी गोटे शॉर्ट रे पिला एटा को आम आज कंप्लीट करिया। ता सहित पिला हमर ऑलरेडी इलेक्ट्रिसिटी मैग्नेटिज्म पढ़ा सरीची, इलेक्ट्रिक सर्किट भी पिला सरीची, इंपोर्टेंट थ्योरी सहित एमसीक्यू आज ये पोटेंशियल डिफरेंस भी कंप्लीट हो ता सहित एटॉमिक स्ट्रक्चर सही पिला एटम मॉलिक्यूल भी सरी मोशन लॉज ऑफ मोशन भी सरी कॉन्सेप्ट ऑफ वर्क एनर्जी प्रेशर एंड देयर मेजरमेंट भी सरी विथ इंपोर्टेंट एमसीक्यू। मैथमेटिक्स रो पिला हमर नंबर सिस्टम सरी सहित बायोलॉजिकल साइंस रो पिला सेल स्ट्रक्चर कंपोनेंट ऑफ फंक्शन भी सरी जे भी पिला वीडियो देखिन ए वीडियो डिस्क्रिप्शन बॉक्स रे पिला लिंक दे देबी सबूर गोटे गोटे सेपरेट मु प्लेलिस्ट कर देछि हम चैनल रे। बीएड फिजिकल साइंस रो मैथमेटिक्स रो गोटे अलग बायोलॉजिकल साइंस रो सबूर अलग अलग पिला प्लेलिस्ट रही डिस्क्रिप्शन बॉक्स रे दे देबी जे पिला देखि परिबो ठीक अछि। ତା ସହିତ ପିଲା ଯୋଉମାନେ ବି ବର୍ତ୍ତମାନ ସୁଦ୍ଧା ଆମର ହ୍ୱାଟ୍ସଆପ ଗ୍ରୁପରେ ଜଏନ୍ କରିନ 9090171794 ଏଇ ନମ୍ବରରେ ଜଷ୍ଟ ଖାଲି ପିଲା ଗୋଟେ ହାଇ ଲେଖିକି ସେଣ୍ଡ କରିଦବ। ମୁଁ ଦେଲେ ଆମ ହ୍ୱାଟ୍ସଆପ ଗ୍ରୁପରେ ତୁମକୁ ଆଡ୍ କରିଦେବି କମ୍ପ୍ଲିଟଲି ଫ୍ରିରେ ପିଲା କ୍ଲାସ୍ ଚାଲିଛି। ସବୁର ଅଲଗା ଅଲଗା ପିଲା ଗ୍ରୁପ୍ ଅଛି +2 ପାଇଁ +3 ପାଇଁ ଆଉ ବିଏଡ୍ ପାଇଁ ଅଲଗା ଅଲଗା ଗ୍ରୁପ୍ ଅଛି। ତେଣୁ ଏଇ ଗ୍ରୁପରେ ରହିଗଲେ ତମେ କେବଳ ବିଏଡ୍ ରିଲେଟେଡ୍ ଯାହା ବି ଇନଫର୍ମେସନ୍ ପିଲା ଆସିବ ମୁଁ ଏଇ ଗ୍ରୁପରେ ହିଁ ପିଲା ସେୟାର କରେ। ତା ସହିତ ଯୋଉମାନଙ୍କର ପିଲା ନୋଟ୍ ଦରକାର ଯାଇକି ପ୍ଲେ ଷ୍ଟୋରରୁ ଷ୍ଟଡି ଆଣ୍ଡ ଷ୍ଟଡି ସର୍ଚ୍ଚ କରିବ। ଏଇ ଲୋଗୋଟା ଥିବ ପିଲା ଆପ୍ଲିକେସନ ଡାଉନଲୋଡ କରିବ। ଡାଉନଲୋଡ କରି ସାରିଲା ପରେ ନିଜର ନାଁ ମୋବାଇଲ ନମ୍ବର ଦବ ପିଲା କମ୍ପ୍ଲିଟଲି ଫ୍ରିରେ ପିଲା ନୋଟ୍ ପାଇପାରିବ। ନିଜ ନାଁ ମୋବାଇଲ ନମ୍ବର ଦେଇ ସାରିଲା ପରେ ହୋମ ପେଜ ଗୋଟେ ଖୋଲିଯିବ ହଉଛି ତଳେ ଲେଖା ହେଇଥିବ ପିଲା ହୋମ ତା ଡାହାଣ ପଟେ ଲେଖା ହେଇଥିବ ବେଚେସ୍ ତା ଡାହାଣ ପଟେ ଲେଖା ହେଇଥିବ ପିଲା ଷ୍ଟୋର। ସେ ଷ୍ଟୋରରେ ଯାଇକି କ୍ଲିକ୍ କଲେ ପିଲା ନୋଟ୍ ସବୁ ଫ୍ରିଲି ପାଇପାରିବ ଫ୍ରିରେ ଆବସୋଲ୍ୟୁଟଲି ଫ୍ରିରେ ପିଲା ପାଇପାରିବ। ଯଦି କୌଣସି ବି ଅସୁବିଧା ହବ ଏଇ ନମ୍ବରରେ ତମେ ହ୍ୱାଟ୍ସଆପ ମତେ କରିପାରିବ ଓକେ। ତ ପିଲା ଡେରି ନ କରିକି ଷ୍ଟାର୍ଟ କରିବା ପୋଟେନ୍ସିଆଲ ଡିଫରେନ୍ସ ଗୋଟେ ସର୍ଟରେ ପୁରା ପିଲା ଥିଓରି ପ୍ଲସ୍ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଯାହା ବି ପିଲା ହେଇପାରିବ ଦେଖ। ତ ପୋଟେନ୍ସିଆଲ ଡିଫରେନ୍ସ ମାନେ ସିମ୍ପଲ କଣ ନା ଗୋଟେ ଧରାଯାଉ ଏଠି ଆମର ଗୋଟେ ପଏଣ୍ଟ ଅଛି ପିଲା ଏଠି ଗୋଟେ ପଏଣ୍ଟ ଅଛି ଏ ପଏଣ୍ଟ ଏଟା ହେଲା ପଏଣ୍ଟ ଗୋଟେ ବି ঠিক ଅଛି। এই দুইটা সারা পয়েন্ট গোটে ইলেকট্রিক ফিল্ড ভিতরে ଅଛି ୟାଙ୍କ ଭିତରେ ପୋଟେନ୍ସିଆଲ ଡିଫରେନ୍ସ ଆମେ ଯୋଉ ଭଳିଆ ଘରେ ଆମେ କହୁଛେ ଆମର ଯୋଉ ଘରେ ପ୍ଲଗ ଟା ପିଲେ ଅଛି ଏଇଠି ଏଇଟା ଗୋଟେ ପ୍ଲଗ ଦେଖିଥିବ ଆମେ ସମସ୍ତେ ପ୍ଲଗ ବ୍ୟବହାର କରୁଛେ। ତ ଗୋଟେ ସାଇଡ ପିଲେ ନେଗେଟିଭ ଚାର୍ଜ ଥାଏ ଗୋଟେ ସାଇଡ ପିଲେ ପଜିଟିଭ ଚାର୍ଜ ଥାଏ। ଘରେ ଯୋଉ ପ୍ଲଗ ସବୁ ବ୍ୟବହାର କରୁଛ ଲାଇଟ ହଉଛି ଜଳୁଛି ଫ୍ୟାନ ବୁଲୁଛି ତ ନେଗେଟିଭ ପଜିଟିଭ ଏଇ ଦୁଇଟା ଭିତରେ ପୋଟେନ୍ସିଆଲ ଡିଫରେନ୍ସ ପିଲା କେତେ ଥାଏ 220 ଭୋଲ୍ଟ। ଘରକୁ ଆମର ସପ୍ଲାଏ କେତେ ପିଲେ 220 ଭୋଲ୍ଟର ପୋଟେନ୍ସିଆଲ ଡିଫରେନ୍ସ ଠିକ ଅଛି। ତ ପୋଟେନ୍ସିଆଲ ଡିଫରେନ୍ସ କିଏ ମାପେ ପିଲେ ଭୋଲ୍ଟ ମିଟର ମାପେ ଓକେ। ତ କରେଣ୍ଟ ମାପିବା ପାଇଁ ହେଲେ କହିଲେ ଏମିଟର କହିବ ପୋଟେନ୍ସିଆଲ ମାପେ ଆମର ଭୋଲ୍ଟ ମିଟର ଆମେ ଏଗୁଡ଼ା ସବୁ ଜାଣିଛେ। ତ ପୋଟେନ୍ସିଆଲ ଡିଫରେନ୍ସ ବିଟୱିନ୍ ଟୁ ପଏଣ୍ଟ ଦୁଇଟା ପଏଣ୍ଟ ଭିତରେ ପୋଟେନ୍ସିଆଲ ଡିଫରେନ୍ସ ର ପିଲେ ଡେଫିନେସନ କଣ potential difference between 2 point inside electric field is defined as amount of work done to move a unit charge from one point to another point। ଗୋଟେ ପଏଣ୍ଟ ରୁ ଆଉ ଗୋଟେ ପଏଣ୍ଟ କୁ ଗୋଟେ ଚାର୍ଜ କୁ ନେଲା ବେଳେ ଯେତିକି ଆମାଉଣ୍ଟ ୱାର୍କ ଡନ୍ ହବ ସେଇଟା ହିଁ ପିଲେ ଆକ୍ଚୁଆଲି କଣ ହୁଏ ନା ପୋଟେନ୍ସିଆଲ ବୋଲି ହୁଏ। ତ ଏଇଟା ପିଲେ ଫର୍ମୁଲାଟା ମନେ ରଖିବ ଏଇଟା ହିଁ ପିଲେ ଇମ୍ପୋର୍ଟାଣ୍ଟ ଭେରି ଭେରି ଇମ୍ପୋର୍ଟାଣ୍ଟ। ପୋଟେନ୍ସିଆଲ ବା ପୋଟେନ୍ସିଆଲ ଡିଫରେନ୍ସ ର ଫର୍ମୁଲା ହେଲା ଡବ୍ଲ୍ୟୁ ବାଇ କ୍ୟୁ ଏଇଟାରୁ ହିଁ ପିଲେ ପ୍ରୋବ୍ଲେମ ପଡିବ। ଏଇଟାରୁ ୟୁନିଟ୍ ଅଛି ଏଇଟାରୁ ଗୁଡାଏ ସର୍ଟ କ୍ୱେଶ୍ଚନ ସବୁ ଅଛି କରେଇବି। ତେଣୁ ଡେଫିନେସନ ତ ତୁମ ଏକ୍ସାମରେ ପଡିବନି ତୁମେ ସିମ୍ପଲ ଖାଲି ମନେ ରଖ ପୋଟେନ୍ସିଆଲ ଡିଫରେନ୍ସ ର ଫର୍ମୁଲା କେତେ ପିଲେ ଡବ୍ଲ୍ୟୁ ବାଇ କ୍ୟୁ କେତେ ଚାର୍ଜ ମୁଭ୍ କରୁଛ ମାନେ ଏଇଠି ଧରା ଯାଉ ସପୋଜ ମୁଁ ଏକ୍ସାମ୍ପଲ ଦଉଛି ଏଇଠି ଗୋଟେ ପିଲେ ପଏଣ୍ଟ ଅଛି ଏଇଠି ଗୋଟେ ପଏଣ୍ଟ ଅଛି ହେଲା ଏ ପଏଣ୍ଟ ଏଟା ହେଇଗଲା ପିଲେ ବି ପଏଣ୍ଟ। ଏଇଠୁ ଏଠୁକୁ ଧରା ଯାଉ ଗୋଟେ ଚାର୍ଜ ମୁଭ୍ କରୁଛ 2 କୁଲମ୍ବର ଆଉ ମୁଭ୍ କଲା ଭିତରେ ଧରି ତାର ୱାର୍କ ଡନ୍ ହଉଛି ପିଲେ 10 ଜୁଲ 10 ଜୁଲ ର ପିଲେ ୱାର୍କ ଡନ୍ ହେଲା ତାହେଲେ ଦୁଇଟା ପଏଣ୍ଟ ଭିତରେ ପୋଟେନ୍ସିଆଲ କେତେ ନା ଭି ଇକ୍ୱାଲ ଟୁ ଫର୍ମୁଲା କଣ ୱାର୍କ ବାଇ ଚାର୍ଜ ୱାର୍କ କେତେ କହିଲି ମୁଁ 10 ଜୁଲ ର ୱାର୍କ ହଉଛି ଚାର୍ଜ ଧରାଯାଉ 2 କୁଲମ୍ ତାହେଲେ କାଟିଦେଲେ ପିଲେ 5 ଭି ଇକ୍ୱାଲ ଟୁ ହବ 5 ୟୁନିଟ୍ ହୁଏ ପିଲେ ଭୋଲ୍ଟ ହେଲା ପୋଟେନ୍ସିଆଲ ୟୁନିଟ୍ ହୁଏ ଭୋଲ୍ଟ ତାହେଲେ ହେଇଗଲା କଣ 5 ଭୋଲ୍ଟ ବୋଲି ପୋଟେନ୍ସିଆଲ ଟାଇପ ର ପିଲେ ପ୍ରୋବ୍ଲେମ ସବୁ ଦେଖିବ। ତ ଦେଖ ପିଲେ ଫର୍ମୁଲାଟା ଇମ୍ପୋର୍ଟାଣ୍ଟ ମନେ ରଖ ଭି ଇକ୍ୱାଲ ଟୁ ଡବ୍ଲ୍ୟୁ ବାଇ କ୍ୟୁ ଏସ୍ଆଇ ୟୁନିଟ୍ ପିଲା ହୁଏ ଭୋଲ୍ଟ ଠିକ ଅଛି। ତ ଦେଖ ଗୋଟେ କଥା ଶୁଣ ଏଇଠୁ 1 ମାର୍କର ସର୍ଟ କ୍ୱେଶ୍ଚିନ୍ ଆସେ ସର୍ଟ ମଲ୍ଟିପୁଲ ଚଏସ୍। ଆଚ୍ଛା ଭିଟା କଣ କହିଲି ଭୋଲ୍ଟ ବା ପୋଟେନ୍ସିଆଲ ଡିଫରେନ୍ସ କହିଲି ଡବ୍ଲ୍ୟୁ ଟା କଣ କହିଲି ହଉଛି ତୁମର ୱାର୍କ କ୍ୟୁଟା ହେଲା ପିଲେ ଚାର୍ଜ ଭି ର ୟୁନିଟ୍ କଣ ହେଇଗଲା ଭୋଲ୍ଟ ୱାର୍କ ର ୟୁନିଟ୍ କଣ ଏସ୍ଆଇ ୟୁନିଟ୍ ଜୁଲ କ୍ୟୁ ର ଏସ୍ଆଇ ୟୁନିଟ୍ ହେଇଗଲା ପିଲେ କୁଲମ୍ ତାହେଲେ ଏଟାକୁ କଣ ଲେଖି ହବ ଟୋଟାଲ ଆମେ ଧରାଯାଉ ମୁଁ ଆଉ ଥରେ ଦେଖି ଦଉଛି ଦେଖ ପିଲେ ଆମର ଫର୍ମୁଲା କଣ ହେଇଗଲା ଭି ଇକ୍ୱାଲ ଟୁ ମେନ୍ ଫର୍ମୁଲା ହେଲା ପିଲେ ଭି ଇକ୍ୱାଲ ଟୁ ଡବ୍ଲ୍ୟୁ ବାଇ କ୍ୟୁ। ତ ଭିଟା ହେଲା କଣ ଇଲେକ୍ଟ୍ରିକ ପୋଟେନ୍ସିଆଲ ଡିଫରେନ୍ସ ସେଟା ଡବ୍ଲ୍ୟୁ ଟା ହେଲା ପିଲେ ଚାର୍ଜ କ୍ୟୁଟା ହେଲା ସରି ଡବ୍ଲ୍ୟୁ ଟା ହେଲା ୱାର୍କ କ୍ୟୁଟା ହେଲା ପିଲେ ଚାର୍ଜ। ତ ଭି ର ୟୁନିଟ୍ କଣ ଭୋଲ୍ଟ ତାହେଲେ ଭୋଲ୍ଟ ଇକ୍ୱାଲ ଟୁ ଆମେ କେତେ ଲେଖିପାରିବା ଡବ୍ଲ୍ୟୁ ର ୟୁନିଟ୍ କେତେ ଡବ୍ଲ୍ୟୁ ର ୟୁନିଟ୍ ହେଲା ୱାର୍କ ୱାର୍କ ମାନେ ଜୁଲ ତାକୁ ଲେଖିଦେଲ ପିଲେ ଜୁଲ ବାଇ କ୍ୟୁ ର ୟୁନିଟ୍ କଣ କ୍ୟୁଟା ହେଲା ଚାର୍ଜ ମାନେ ତାର ସେଇ ୟୁନିଟ୍ ହେଇଗଲା କୁଲମ୍। ତ ଆମେ ଲେଖିପାରିବା କଣ 1 ଭୋଲ୍ଟ ଇକ୍ୱାଲ ଟୁ 1 ଜୁଲ ବାଇ 1 କୁଲମ୍ ତାହେଲେ ଏଟା ଗୋଟେ ଇମ୍ପୋର୍ଟାଣ୍ଟ ରିଲେସନ ହେଇଗଲା। ଥର ଥର କ୍ୱେଶ୍ଚିନ୍ ପକେଇଦେବ ମଲ୍ଟିପୁଲ ଚଏସ ରେ which one is the following relation which one is the relation between ভোল্ট জুল এন্ড কুলম দেখি সব গুণনহরণ করিকি ଦେଇଥିବ মনে রাখো 1 ভোল্ট ইকুয়াল টু 1 জুল বাই 1 কুলম এই ফর্মুলাটা যে মনে রাখছো সে ইজিলি করে দেই পারিব। তো সিজিএস রে হুয়ে কোন সিজিএস র ইএসইউ টা রে হুয়ে ইলেক্ট্রোস্ট্যাটিক यूनिट ইএসইউ র ফুল ফর্মুলা ইলেক্ট্রোস্ট্যাটিক यूनिट স্টার্ট ভোল্ট হুয়ে আর ইএমই র হুয়ে পিলে এবি ভোল্ট ঠিক আছে। তো তিনটা यूनिट পিলে হলা এসআই রে ভোল্ট
ଆଉ ସିଜିଏସ୍ ର ଇଏସୟୁ ରେ ଷ୍ଟାର୍ଟ ଭୋଲ୍ଟ ଇଏମଇ ର ହୁଏ এবি ଭୋଲ୍ଟ। ତ ମନେ ରଖିବ ପିଲା ଏଗୁଡ଼ା ସର୍ଟ କ୍ୱେଶ୍ଚିନ୍ ଗୁଡ଼ା 1 ଭୋଲ୍ଟ ଇକ୍ୱାଲ୍ ଟୁ 1/300 ଷ୍ଟାର୍ଟ ଭୋଲ୍ଟ ମାନେ ଭୋଲ୍ଟ ଆଉ ଷ୍ଟାର୍ଟ ଭୋଲ୍ଟ ଭିତରେ ରିଲେସନ୍ ଏଇଟା ସେଗୁଡ଼ା ଭୋଲ୍ଟ ଆଉ ଭୋଲ୍ଟ ଭିତରେ ରିଲେସନ୍ ହେଇଗଲା 1 ଭୋଲ୍ଟ ଇକ୍ୱାଲ୍ ଟୁ 10⁸ ଭୋଲ୍ଟ। ଇଲେକ୍ଟ୍ରିକ୍ ପୋଟେନ୍ସିଆଲ ଇଜ ସ୍କାଲାର କ୍ୱାଣ୍ଟିଟି ଭେରି ଭେରି ଇମ୍ପୋର୍ଟାଣ୍ଟ ମନେ ରଖିବ ଥରେ ଥରେ ପଡ଼େ ପରୀକ୍ଷାରେ ପଡ଼େ। ଇଲେକ୍ଟ୍ରିକ୍ ପୋଟେନ୍ସିଆଲଟା ସ୍କାଲାର ନା ଭେକ୍ଟର ମନେ ରଖିବ ଇଲେକ୍ଟ୍ରିକ୍ ପୋଟେନ୍ସିଆଲ ବି ସ୍କାଲାର ତୁମର ଇଲେକ୍ଟ୍ରିକ୍ ଚାର୍ଜ ବି ସ୍କାଲାର କ୍ୱାଣ୍ଟିଟି ଇଲେକ୍ଟ୍ରିକ୍ କରେଣ୍ଟ ବି ସ୍କାଲାର କ୍ୱାଣ୍ଟିଟି। ଫର୍ पॉजिटिव चार्ज पोटेंशियल पॉजिटिव हुए फॉर नेगेटिव चार्ज पोटेंशियल नेगेटिव हुए। ठीक अच्छे स्कालारटा पॉजिटिव चार्ज में पोटेंशियल पॉजिटिव पारिबो नेगेटिव चार्ज में पोटेंशियल नेगेटिव पारिबो। देखो एटी गोटे प्रॉब्लम करिया हमें पूरा एमसीक्यू भी नहीं कि आसीची हाउ मच वर्क इज डन माने पहले डब्ल्यू मागी देला हाउ मच वर्क इज डन मूविंग ए चार्ज ऑफ 2 कूलम ताले गोटे चार्ज दे देला क्यू रो वैल्यू कते देला पहले 2 कूलम अक्रॉस 2 पॉइंट्स हैविंग पोटेंशियल डिफरेंस 12 वोल्ट ताले पोटेंशियल डिफरेंस दे देला 12 वोल्ट। ठीक अछि तो आमे फार्मूला कोन जानि आ टिके पूर्व मु कहली एटा ला सबुटो इंपोर्टेंट फार्मूला v इक्वल टू w i पहले q। ठीक अछि तो w मागी w इक्वल टू वज्रगुणन होले कते हिजो v q हिजो v रो वैल्यू कते देछि 12 देछि q रो वैल्यू कते देछि 2 ताले 12 गुणन 24 वर्क बाहरला वर्क कोन पहले जूल ताले 12 गुणन 24 ना 24 जूल पहले आंसर हिजो 24 जूल। ठीक अछि এই ভଳିଆ মনে রখিব ফর্মুলাটা ইম্পর্টেন্ট কাহা কাহা ভিতরে ফর্মুলা ভি ডব্লু আউ কিউ। ঠিক আছে ইলেকট্রিক পোটেনশিয়াল ডিউ টু এ পয়েন্ট চার্জ ইয়ে বি যেতিকি পিলা ইম্পর্টেন্ট সবুড়াক মু গোটে জায়গায় লেখিকি রয়েছে ইলেকট্রিক পোটেনশিয়াল ডিউ টু এ পয়েন্ট চার্জ পোটেনশিয়াল ডিউ টু এ পয়েন্ট চার্জ মানে পিলা কোন কল এটি গোটে ধরা যাও চার্জ আছে কিউ। ঠিক আছে এটি গোটে পয়েন্ট আছে পি এট ডিস্টেন্স আর এই জায়গায় পোটেনশিয়াল কেতে হবো এই জায়গায় পোটেনশিয়াল কেতে হবো এইভাবে ডাইরেক্ট কোশ্চেন দিব পিলে কিউ র ভ্যালু দিথিব বাকি কুলম্বরে ন দেখি মাইক্রো কুলম্ব মিলি কুলম্ব এইভাবে দেই পারে আরটা হলা পিলে ডিস্টেন্স ডিস্টেন্সটা মিটার সেন্টিমিটার যে কোনসি ইয়ার ফর্মুলার यूनिट রে দেইথিব। तो v इक्वल टू पे मन रखियो फॉर्मूला केते हुए ना 1/4πε0 q बाय r q बाय r q बाय r मन रखियो q बाय r नॉट r स्क्वायर गला इलेक्ट्रिक फील्ड इंटेंसिटी बाहर एक्चुअली। तो v इक्वल टू केते गला 1/4πε0 q बाय r करिया पिले प्रॉब्लम फाइंड पोटेंशियल एट ए डिस्टेंस 9 मीटर ताले एठी तोरा जो गोटे चार्ज अछि केते चार्ज देछि 100 माइक्रोकुलम बेले एठी गोटे चार्ज देला केते 100 माइक्रोकुलम केते दूर रे गोटे पॉइंट अछि 9 मीटर डिस्टेंस रे गोटे पॉइंट अछि एई एटा पी पॉइंट एठी पोटेंशियल मागिछि केते हबो फाइंड पोटेंशियल एट ए डिस्टेंस 9 मीटर फ्रॉम ए पॉइंट चार्ज ऑफ 100 माइक्रोकुलम। ताले v रो फार्मूला कोन कहितली v रो फार्मूला हला 1/4πε0 1 पॉइंट चार्ज पे एटा फार्मूला 1/4πε0 q बाय r। ठीक अछि पॉइंट चार्ज माने एटा गोटे पॉइंट रे चार्ज ता अछि ला concentrated very small जगह तो 9 into 10 to the power 9 1/4πε0 वैल्यू जानि 9 into 10 to the power 9 क्यूटा माइक्रो कूलम देछि तेनु कूलम कन्वर्ट करियो 10 to the power -6 हे गेले कूलम हे गेला बाय डिस्टेंस तो देछि मीटर रे एटा को सॉल्व कर देले पिले केते हिजो 10 to the power 100 आको लिखि दियो into 10 to the power माइनस एटा 3 हबो 3 होछि तापर एटा 10 to the power केते होछि पिले 3 10 to the power एटा 2 माने 10 to the power 5 हो पिले हला 10 to the power 5 वोल्ट आंसर आइसिबो ताले 10 to the power 5 volts option C is the right answer पिले। which device is used to measure the potential difference between two point दुईटा पॉइंट भितर पोटेंशियल डिफरेंस मापा पई को डिवाइस टा हम यूज करे मन रखियो वोल्ट मीटर रे पोटेंशियल डिफरेंस मापा जाए एमीटर रे पिले करंट मापा जाए हला तेणु मन रखियो वोल्ट मीटर। आ जे ऑप्शन कोन अछि 12 मीटर पिले 12 मीटर रे कोन मापा जाए कहलो एटमॉस्फेरिक प्रेशर मापा जाए 12 मीटर रे एमीटर रे तो करंट कहि देली वोल्ट मीटर रे पिले वोल्टेज मापा जाए मानोमीटर रे पिले कोन मापा जाए एटा प्रेशर ऑफ ए फ्लूइड हला फ्लूइड रो प्रेशर मापा जाए आ 12 मीटर रे एटमॉस्फेरिक प्रेशर मापा जाए। ठीक अछि तापर नेक्स्ट प्रॉब्लम पिले करिया 2 पॉइंट चार्जेस दुईटा पॉइंट चार्ज दिछि एटा गोटे दिछि चार्जेस पिले एटा गोटे चार्ज दिछि 2 पॉइंट चार्जेस गोटे दिछि 2 into 10 to the power -8 तले 2 into 10 to the power -8 कूलम दे देला कूलम रे दिछि कोनोसी असुविधा नै। आ गोटे पिले चार्ज दिछि -2 into 10 to the power -8 कूलम। अच्छा आर प्लेस्ड एट टू कॉर्नर्स ऑफ एन इक्विलेटरल ट्रायंगल गोटे सम होछि तुमरो बाहु त्रिभुजर इक्विलेटरल ट्रायंगल गोटे समबाहु त्रिभुजर दुईटा कोण रे अछंती। ठीक अछि कहछि व्हाट इज द वैल्यू ऑफ पोटेंशियल एट द अनदर कॉर्नर एठी पिले पोटेंशियल टा केते हबो जेतु पिले समबाहु त्रिभुज माने सब बाहु गुडा पिले समान होछि तो एटा भी जदी आर हबो एटा भी जदी पिले आर हबो एटा भी आर हबो। तो मते को एई पॉइंट रे एई ना दिले हबो एटा ए एटा पिले बी एटा हेगला सी तो सेई ए पॉइंट रे हला ए पॉइंट रे केते हबो पोटेंशियल ए चार्ज पई को ए चार्ज पई केते v1 धरा जो हबो हमर फार्मूला कोन v रो फार्मूला हे गला पॉइंट चार्ज पई 1/4πε0 q बाय डिस्टेंस तले केते हिजबो पले 1/4πε0 q केते ना 2 into 10 to the power -8 ए चार्ज पई आगो बाहर होसी डिस्टेंस से आर रहिला सेला पले v2 टा केते हबो v2 टा हला ए चार्ज पई एठी पोटेंशियल केते हबो ए पॉइंट रे पोटेंशियल केते हबो फार्मूला कोन से 1/4πε0 चार्ज चार्ज केते हे गला वर्तमान -2 into 10 to the power -8 हला बाय डिस्टेंस तो से आर हबो ताले प्ले v2 इक्वल टू स्टाइल मारी केते लगे माइनस टा एठी लिखि देबो प्रथम रे 1/4πε0 हे गला 2 into 10 to the power -8 बाय r
ঠিক ଅଛି। ତ ଟୋଟାଲ ପୋଟେନସିଆଲ ପିଲା କେତେ ହେଇଯିବ V1 ପ୍ଲସ୍ ହେଇଯିବ V2 ସମାନ ତ ବାହାରିଛି ଗୋଟେ ପ୍ଲସ୍ ରେ ବାହାରିଛି ଗୋଟେ ମାଇନସ୍ ରେ ବାହାରିଛି ଯୋଉଟା +5 -5 ଜିରୋ ହେଇଯାଏ ସେଟା ପିଲା VB ଇକ୍ୱାଲ୍ ଟୁ କେତେ ହେଇଯିବ ଜିରୋ ହେଇଯିବ ସମାନ ସମାନ ଅଛି 1/4πε0 1/4πε0 2 × 10⁻⁸ ଏଟା ଅଛି -1/4πε0 2 × 10⁻⁸ ଯାହାଫଳରେ କ'ଣ ହେଇଯିବ ଆନ୍ସର ହେଇଯିବ ଜିରୋ। ଏଇ ଟାଇପ୍ର ପ୍ରୋବ୍ଲେମ୍ ଟିକେ ଏକ୍ଜାମ୍ରେ ବେଶୀ ପଡ଼େ ତାକୁ ଧ୍ୟାନ ଦେବ ହେଲା। ତ ପଜିଟିଭ ଚାର୍ଜ ପାଇଁ ପୋଟେନସିଆଲ ପଜିଟିଭ ହୁଏ ନେଗେଟିଭ ଚାର୍ଜ ପାଇଁ ପୋଟେନସିଆଲ ନେଗେଟିଭ ହୁଏ ସେଇପାଇଁ ତ ଏଠି ନେଗେଟିଭ ଚାର୍ଜ ପାଇଁ ପୋଟେନସିଆଲଟା କ'ଣ ଲେଖିଲି ମୁଁ ଏଠି ନେଗେଟିଭ ଲେଖିଲି। ଏଇ ଟାଇପ୍ର ବି କ୍ୱେଶ୍ଚିନ୍ ଏକ୍ଜାମ୍ରେ ଥରେ ଥରେ ପଡ଼େ ପିଲେ ଏଇଗୁଡ଼ା ଧରାଯାଉ ଗୋଟେ ଏଇଭଳିଆ ସ୍କୋୟାର ଦେଇଥିବ ହେଲା ଖାଲି ଟିକେ ହିଣ୍ଟସ୍ ଦେଇ ଦେଉଛି ମୁଁ ପିଲେ ଗୋଟେ ଧରାଯାଉ ଏଇଭଳିଆ ସ୍କୋୟାର ଦେଇଛି এটা ଗୋଟେ ସ୍କୋୟାର ଦେଇଛି ସ୍କୋୟାରରେ ଏଇଠି ଗୋଟେ ଧରାଯାଉ ଚାର୍ଜ ଦେଇଛି କ୍ୟୁ ଦେଇଛି ଧରାଯାଉ 4 କୁଲମ୍ 4 କୁଲମ୍ ଏଠି ବି ଧରାଯାଉ ଦେଇଛି 4 କୁଲମ୍ ଠିକ ଅଛି। ଏଇଠି ପିଲା ଦେଇ ଦେଇଛି -4 କୁଲମ୍ ଏଠି ବି ପିଲା ଦେଇ ଦେଇଛି -4 କୁଲମ୍ ହେଲା। ତ ଏଇଟା ଗୋଟେ ବର୍ଗ କ୍ଷେତ୍ରଟା କହିଥିବ ଏଇଠି ଡାଇଗୋନାଲରେ କେତେ ହେବ ହଉଛି ପୋଟେନସିଆଲ ଡାଇଗୋନାଲରେ ପିଲେ ପୋଟେନସିଆଲ କେତେ ହେବ ତୁମେ କ'ଣ କରିବ ଆମର ମେଥଡ ହିସାବରେ ହଉଛି ଏଇଠି ଡିଷ୍ଟାନ୍ସ କେତେ ହେବ ଏଟା ଯଦି x ହେଲା ପିଲେ ସବୁଗୁଡ଼ା x ହେବ ଡିଷ୍ଟାନ୍ସ ସମ ଏଇଟା ସ୍କୋୟାରଟା ତେଣୁ ଏଇ ପଏଣ୍ଟ ଏଇ ମଝିଟାରେ ଏଇ ଚାର୍ଜ ପାଇଁ କେତେ ଆସିବ ଏଇ ଚାର୍ଜ ପାଇଁ ଆସିବ 1/4πε0 ଚାର୍ଜ ହେଲା 4 କୁଲମ୍ ବାଇ ଡିଷ୍ଟାନ୍ସ ହେଲା x ତାହେଲେ V1 ର ଭ୍ୟାଲୁ ଧରା ଯୋଉ ହେଲା 1/4πε0 ଚାର୍ଜ ହେଲା କେତେ 4 ବାଇ ଡିଷ୍ଟାନ୍ସ ହେଲା କେତେ x V2 ଟା ସେଇଭଳିଆ ପିଲେ କେତେ ହେଇଯିବ ଏଇ ଚାର୍ଜ ପାଇଁ ବି ସେତିକି ହବ 1/4πε0 ଚାର୍ଜ ଅଛି 4 ବାଇ ଡିଷ୍ଟାନ୍ସ କେତେ x କିନ୍ତୁ V3 ଟା ପିଲେ କେତେ ହେଇଯିବ ଏଟା ନେଗେଟିଭ ଚାର୍ଜ ପାଇଁ ଏଇଟା ପାଇଁ ଯଦି ବାହାରିବ ଏଇ ପଏଣ୍ଟରେ ଏଇ P ପଏଣ୍ଟରେ ମଝିଟାରେ ତାହେଲେ କେତେ ହେଇଯିବ 1/4πε0 ହେଇଯିବ ବର୍ତ୍ତମାନ -4 ବାଇ ହେଇଯିବ x ଯାହାଫଳରେ ଦେଖ ହଉଛି ସବୁଗୁଡ଼ା ସେଇଗୁଡ଼ା V4 ଟା କେତେ ହେଇଯିବ 1/4πε0 এইটা -4 ପାଇଁ ତାହେଲେ -4/x ସବୁଗୁଡ଼ାକୁ ଯୋଗ କରିବ ଟୋଟାଲ ପୋଟେନସିଆଲ ଯୋଗ ହେଇଯିବ ଯୋଗ ହେଲେ ତ ଜିରୋ ହେଇଯିବ ଏଗୁଡ଼ା ଦୁଇଟା ସମାନ ସମାନ ଅଛି ପ୍ଲସ୍ ଅଛି ଏଗୁଡ଼ା ମାଇନସ୍ ମାଇନସ୍ ଅଛି ସବୁଗୁଡ଼ା ସମାନ ଅଛି ଦୁଇଟା ପ୍ଲସ୍ ଅଛି ଦୁଇଟା ମାଇନସ୍ ଅଛି ହେଲା ତାହେଲେ କ'ଣ ହେଇଯିବ ଆନ୍ସର ଫାଇନାଲ ଆନ୍ସର ଜିରୋ ହେଇଯିବ ମାନେ ଏଇ ସେଣ୍ଟରରେ ପୋଟେନସିଆଲ କେତେ ବାହାରିବ ଜିରୋ। ତ ଏଇଟା ଆମର ଟ୍ରାଙ୍ଗେଲ ଥିଲା ଟ୍ରାଙ୍ଗେଲ କେସରେ ବି ଆନ୍ସର କେତେ ହେବ ଜିରୋ। ନେକ୍ସଟ ପିଲା ରିଲେସନ ବିଟୱିନ୍ ଇଲେକ୍ଟ୍ରିକ ପୋଟେନସିଆଲ ଡିଫରେନ୍ସ ଆଣ୍ଡ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ଇଏ ବି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚିନଟା ହଉଛି ଡାଇରେକ୍ଟ ରିଲେସନଟା ବି ବହୁତ ବାର ପଡ଼େ ମନେ ରଖିବ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ଆଉ ପୋଟେନସିଆଲ ଡିଫରେନ୍ସ ଭିତରେ ରିଲେସନ ହେଲା ଇକ୍ୱାଲ ଟୁ -dv/dr ଇକ୍ୱାଲ ଟୁ କେତେ କହିଲି ମନେ ରଖିବ 10 ଥର ଖାତାରେ ଲେଖିବ ପ୍ରାକ୍ଟିସ ହେଇଯିବ ଇକ୍ୱାଲ ଟୁ -dv/dr ଏଇ -dv/dr ଟାକୁ କ'ଣ କୁହାଯାଏ ପିଲେ ନେଗେଟିଭ ପୋଟେନସିଆଲ ଗ୍ରାଡିଏଣ୍ଟ ବୋଲି କୁହାଯାଏ। ଏଇ ନେଗେଟିଭ ଚିହ୍ନ ଅଛି ବୋଲି ନେଗେଟିଭ କୁହାଯାଉଛି ଏଇ dv/dr ଟାକୁ ପିଲେ ପୋଟେନସିଆଲ ଗ୍ରାଡିଏଣ୍ଟ କୁହାଯାଏ ପୋଟେନସିଆଲ ଗ୍ରାଡିଏଣ୍ଟ ତା ନାଁଟା ମନେ ରଖିବ। ତ ଏଇଟା ଥରେ ଥରେ ୱାନ୍ ଡାଇମେନସନ ପାଇଁ ଏଇଭଳିଆ ଲେଖି ହବ ଇକ୍ୱାଲ ଟୁ -dv/dx dr ଟା ଆକ୍ଚୁଆଲି ଡିଷ୍ଟାନ୍ସଟା x ଆକ୍ସିସ୍ ପାଇଁ dx ଲେଖି ହବ ସେଇଭଳିଆ y ଆକ୍ସିସ୍ ପାଇଁ ଯଦି ଇକ୍ୱାଲ ଟୁ ଲେଖିବ -dv/dy ବି ଲେଖି ହବ ହେଲା z ଆକ୍ସିସ୍ ପାଇଁ -dv/dz ବି ଲେଖି ହବ। ତ এইটা ହିଁ ଡାଇରେକ୍ଟ ଫର୍ମୁଲା ପଡେ ହ୍ୱାଟ ଇଜ ଦ ରିଲେସନ ବିଟୱିନ୍ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ଆଣ୍ଡ ପୋଟେନସିଆଲ ଗ୍ରାଡିଏଣ୍ଟ ଇକ୍ୱାଲ ଟୁ ମନେ ରଖିବ -dv/dr। ପ୍ରୋବ୍ଲେମ ବି ପଡେ ପ୍ରୋବ୍ଲେମ ଦେଇଛି ଦେଖ ଦା ପୋଟେନସିଆଲ ଏଟ ପଏଣ୍ଟ ଇଜ ଗିଭେନ ବାଇ ଭି ର ଭ୍ୟାଲୁ ପିଲା ଦେଇଦେଲା ଭି ର ଭ୍ୟାଲୁ ଦେଲା କେତେ 6x² + 10 କହିଛି ଫାଇଣ୍ଡ EFI ମାନେ ହେଲା ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ପିଲା କେତେ ହୁଏ ନା ଫର୍ମୁଲା ହେଇଗଲା କ'ଣ ଇକ୍ୱାଲ ଟୁ -dv/, ଆଚ୍ଛା ଏଟା x ରେ କେବଳ ଦିଛି ଏଟା v ଟା ଫଙ୍କସନ ଅଫ ଓନଲି x ଅଛି ତେଣୁ dv/dx ଫର୍ମୁଲାରେ ବସେଇବ dv/dx ତାହେଲେ ଇକ୍ୱାଲ ଟୁ କେତେ ହେଇଗଲା -d/dx ଅଫ v ଜାଗାରେ ପିଲେ ବସେଇ ଦେଲ କେତେ 6x² + 10 ତ ଡେରିଭେଟିଭ କଲେ ଏଟା କେତେ ହେବ ଜାଣିଛ ସମସ୍ତେ ଡେରିଭେଟିଭ ତ ଇକ୍ୱାଲ ଟୁ କେତେ ହେଇଯିବ ଗୋଟେ ଡେରିଭେଟିଭ ମାଇନସ୍ ପାର ରହିଲା ହଉଛି 6x² ଡେରିଭେଟିଭ କେତେ ହେବ 12x ଏକାଥର ଲେଖିଦେଲି ହେଲା 12x + 10 ର ଡେରିଭେଟିଭ 0 ତାହେଲେ ଇକ୍ୱାଲ ଟୁ ପିଲା କେତେ ହେଇଗଲା -12x ଏଇଟା ଆନ୍ସର ନୁହଁ ସେ କହିଛି ଏଇ ପଏଣ୍ଟରେ 203 ଗୋଟେ ପିଲେ ପଏଣ୍ଟ ଦେଇଛି ଏଇ ପଏଣ୍ଟରେ କେତେ ହେବ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ଏଇ ପଏଣ୍ଟଟା ଏଇଟା ଭ୍ୟାଲୁ ହେଲା x ସେକେଣ୍ଡ ଭ୍ୟାଲୁଟା କେତେ ହୁଏ ଧରା ଗୋଟେ ପଏଣ୍ଟ କହିଛି ମୁଁ 3,5,6 ତା ମାନେ କେତେ ଏଇଟା ପ୍ରଥମ ଭ୍ୟାଲୁଟା x ତାପରେ ଭ୍ୟାଲୁଟା y ତାପରେ ଭ୍ୟାଲୁଟା z ସେଇଭଳିଆ ଏଟା ହେଲା y ଏଟା ହେଲା z ତ କହିଲି 12x କହିଛି ମାନେ -12 ଇଣ୍ଟୁ ପିଲେ x ର ଜାଗାରେ ହିଁ ପିଲେ କେବଳ ପୁଟ୍ କରିବ 12x ତେଣୁ x ର ଭ୍ୟାଲୁଟା ଆମର ଏଠି କେତେ ଦେଇଛି ଏଇଟା ହେଲା ପ୍ରଥମଟା ହେଲା x ର ଭ୍ୟାଲୁ ତେଣୁ ଏଠି x ଜାଗାରେ ପିଲେ 2 ବସେଇଦେବ ମାନେ -12 × 2 ତାହେଲେ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି କେତେ ଗଲା -24 ୟୁନିଟ୍ କ'ଣ ହୁଏ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ନ୍ୟୁଟନ ପର କୁଲମ ମନେ ରଖିବ ଇଲେକ୍ଟ୍ରିକ ଫିଲ୍ଡ ଇଣ୍ଟେନ୍ସିଟି ୟୁନିଟଟା ବି ଥରେ ଥରେ ଏକ୍ଜାମରେ ପଡେ ନ୍ୟୁଟନ ପର କୁଲମ ଠିକ ଅଛି। ତ ତାହେଲେ ଆନ୍ସର କେତେ ହେଇଯିବ -24 ନ୍ୟୁଟନ ପର କୁଲମ ଏଗୁଡ଼ା କିଛି ଆବଶ୍ୟକ ନାହିଁ y z ର ଭ୍ୟାଲୁ କିଛି ଆବଶ୍ୟକ ନାହିଁ 12x ବାହାରିଲା ନା -12x ବାହାରିଲା ତେଣୁ x ର ଭ୍ୟାଲୁଟା ହିଁ ପୁଟ୍ କରିବ ମାନେ ପ୍ରଥମ ଭ୍ୟାଲୁଟା ହିଁ ପିଲେ ପୁଟ୍ କରିବ ଓକେ। ତାପରେ ପିଲେ ଦେଖ ଇଲେକ୍ଟ୍ରନ ଭୋଲ୍ଟ ଇଜ ଦ ୟୁନିଟ୍ ଅଫ ହୁଇଚ୍ ଫିଜିକାଲ କ୍ୱାଣ୍ଟିଟି ଇଲେକ୍ଟ୍ରନ ଭୋଲ୍ଟଟା କାହାର ୟୁନିଟ୍ ମନେ ରଖିବ ଭେରି ଭେରି ଇମ୍ପୋର୍ଟାଣ୍ଟ ବହୁତ ବାର ପରୀକ୍ଷାରେ ପଡେ ଏନର୍ଜି ଇଲେକ୍ଟ୍ରନ ଭୋଲ୍ଟଟା ହେଲା ଏନର୍ଜିର ୟୁନିଟ୍ ଯୋଉ ଭଳିଆ ତମେ ଜାଣିଛ ଏଗୁଡ଼ା ବୋର୍ସ ଆଟମିକ୍ ମଡେଲରେ ଫାଷ୍ଟ ଯେତେବେଳେ ଅର୍ବିଟ ଥାଏ କେତେ ଏନର୍ଜି ଏଗୁଡ଼ା ମୁଁ ପଢେଇଛି କେମିଷ୍ଟ୍ରିରେ -13.6 ଇଲେକ୍ଟ୍ରନ ଭୋଲ୍ଟ ଫାଷ୍ଟ ଅର୍ବିଟର ଏନର୍ଜି ସେକେଣ୍ଡ ଏନର୍ଜିଟାକୁ ଇଲେକ୍ଟ୍ରନ ଭୋଲ୍ଟରେ ପିଲେ ମପାଯାଏ ହେଲା। ତ ମନେ ରଖିବ ଇଲେକ୍ଟ୍ରନ ଭୋଲ୍ଟ ଇଜ ଦ ୟୁନିଟ୍ ଅଫ ଏନର୍ଜି ସେ ଗୋଟେ ଅପସନ ପୋଟେନସିଆଲ ଡିଫରେନ୍ସ ବି ଦେଇଥିବ କ'ଣ ପାଇଁ ନା ଛୁଆଙ୍କର ଧାରଣା କ'ଣ କହିଲା ଇଲେକ୍ଟ୍ରନ ଭୋଲ୍ଟ ଆସୁଛି ମାନେ ପୋଟେନସିଆଲ ଡିଫରେନ୍ସ ମାରିଦେବେ କିନ୍ତୁ ଏଟା ଅପସନ ଭୁଲ ହେଇଯିବ ଏନର୍ଜି ହବ ଠିକ ଅଛି। ତାହେଲେ 1 ଇଲେକ୍ଟ୍ରନ ଭୋଲ୍ଟଟା କେତେ ଜୁଲ ହବ ଏନର୍ଜିର ୟୁନିଟ୍ ଜୁଲ ନା ତ ମନେ ରଖିବ 1 ଇଲେକ୍ଟ୍ରନ ଭୋଲ୍ଟଟା 1.6 × 10⁻⁹ ଜୁଲ ହୁଏ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ। ଇନ୍ ଆନ୍ ଇଲେକ୍ଟ୍ରିକ ଫିଲ୍ଡ
Next question. In an electric field, what is the angle generated between equipotential surface and lines of force? पहले देखो केते एंगल तैयारी होबो कहिछि बिटवीन इक्विपोटेंशियल सरफेस और लाइंस ऑफ फोर्स। इक्विपोटेंशियल सरफेस माने खाली जस्ट खाली टिके सिंपल मन रखि दउछि कहि दउछि सुनो एटी गोटे पिले चार्ज अछि धरा जाऊ क्यू हैला। तो मते को एटा गोटे स्फीयर टा पिले हां स्फीयर टा। तो मते पिले को एटा डिस्टेंस हला आर एई जगह रे पोटेंशियल केते हबो 1/4 क्यू बाय आर। तो रेडियस टा तो पिले चारियाडे समान हबो ना चारियाडे गोटे स्फीयर टा गोटे फुटबॉल रो मझिरे चार्ज गोटे पिले धरा जाऊ अछि। तो सरफेस जो जगह रे मापिले भी रेडियस टा कोन हबो समान हबो। तेणु जो जगह पोटेंशियल मापिले भी समान बाहर आम पोटेंशियल फर्मुला कौन v इक्वल टू 1 पॉइंट चार्ज 1/4πε0 पिले क्यू बाई आर। जेहेतु पिले स्पीयरटा एटा सेंटरटा ये आर जुआड़े मापिले भी तो आर समान हम ना जुआड़े मापिले पिले आर समान बाहर ये गोटे धरा जाऊ चार्ज अच्छी क्यू माने 10 कूलम 15 कूलम जहाँ भी अच्छी। तो ये पॉइंट रे मापिले भी केते 1/4πε0 क्यू भैल्यू तो फिक्स आर भैल्यू भी फिक्स यही पॉइंट रे मापिले भी समान हम। तेणु ये फुटबॉल उपरे जो जगह पोटेंशियल मापिले भी समान हम। तेणु ता ना है इक्वी पोटेंशियल सरफेस। इक्वी माने पिले समान पोटेंशियल जदि पोटेंशियल समान होची ताको कहा जाय इक्वी पोटेंशियल सरफेस। गोटे सरफेस उपरे जदि पोटेंशियल सब पॉइंट रे समान हला ताले ताको कहा जाय कोन इक्वी पोटेंशियल सरफेस। माने ए सरफेस टा उपरे एटी गोटे चार्ज धरा जाय एठी भी पोटेंशियल 5 वोल्ट वाला एठी पोटेंशियल 5 वोल्ट वाला एठी भी पोटेंशियल 5 वोल्ट वाला जे सब जगह पोटेंशियल 5 वोल्ट बाहरची ताले एटा को ए सरफेस टा कोन कहा जाय ना इक्वी पोटेंशियल सरफेस बोली कहा जाय। ठीक अछि। तो थोर थोर एग्जाम रे पकई दिए जे इक्वी पोटेंशियल सरफेस रे जे कोनोसी जगह रे पोटेंशियल वैल्यू कोन ना समान हबो कांस्टेंट हबो बा फिक्स हबो। थोर थोर टिके बुलाई दबो व्हाट इज द वैल्यू ऑफ इलेक्ट्रिक पोटेंशियल डिफरेंस बिटवीन टू पॉइंट। डिफरेंस पचार दबो पोटेंशियल न पचार कि डिफरेंस पचार दबो। डिफरेंस केते हबो एठी भी 5 एठी 5 डिफरेंस माइनस कले केते हबो 0। तेणु पोटेंशियल जदि पचाला इक्वी पोटेंशियल सरफेस ऊपर पोटेंशियल वैल्यू कोन ना फिक्स बा कांस्टेंट बा सेम। किंतु पोटेंशियल डिफरेंस जदि पचाला पोटेंशियल जदि पिले पोटेंशियल डिफरेंस जदि पचाला दुईटा पॉइंट भितर डिफरेंस 0 हबो। जेहेतु समान रहउची सब जगह पोटेंशियल बा कांस्टेंट रहउची तेणु डिफरेंस कले भी कोन हिचो पिले 0 आसी जिवो। ओके किंतु हमर एठी क्वेश्चन टा अलगा अछि। इन एन इलेक्ट्रिक फील्ड व्हाट इज द एंगल जनरेटेड बिटवीन इक्विपोटेंशियल सरफेस एंड लाइंस ऑफ फोर्स कहिछि। ताले धरा जाऊ पिले এটা গোটে ইকুইপোটেনশিয়াল सरफेस গলা ফুটবলটা চিন্তা করি চালো এই ভিতরে ধরা যে গোটে চার্জ আছে এই লাইন্স অফ ফোর্স এইভাবে যাউথাই পিলে জানিছি আমি লাইন্স অফ ফোর্স পজিটিভ চার্জ রহନ୍ତି বাহারি বাহারি ଯିବ। তো এই এঙ্গেলটা পিলে পଚାରିଛି सरफेस ଆଉ ଲାଇନ୍ସ ଅଫ ଫୋର୍ସ ଭିତରେ ଏଙ୍ଗେଲ କେତେ ହବ ଏଙ୍ଗେଲ 90 ଡିଗ୍ରୀ। ଆନ୍ସର ହେଇଗଲା ସି। ଏଗୁଡ଼ା ଯେତିକି ବି କ୍ୱେଶ୍ଚିନ୍ ଆଣିଛି ପିଲେ ବହୁତ ବହୁତ ଇମ୍ପୋର୍ଟାଣ୍ଟ ପୁରା ବଛା ବଛା କ୍ୱେଶ୍ଚିନ୍। ହାଉ ମଚ୍ ଏନର୍ଜି ଇଜ ଗେନ୍ କେତେ ଏନର୍ଜି ପିଲେ ମାଗିଛି ଏନର୍ଜି ଇଜ ଗେନ୍ ବାଇ ଏନ୍ ଇଲେକ୍ଟ୍ରନ୍ ବାଇ ଗୋଇଂ ଥ୍ରୁ ଏ ପୋଟେନସିଆଲ ଡିଫରେନ୍ସ ଅଫ 2 ଭୋଲ୍ଟ। ଗୋଟେ ଇଲେକ୍ଟ୍ରନ୍ ବା 2 ଭୋଲ୍ଟ ପୋଟେନସିଆଲ ଡିଫରେନ୍ସ ଧରା ଯୋଉ ମୁଭ୍ କରୁଛି ତାହେଲେ ଭି ର ଭ୍ୟାଲୁ ପିଲେ କେତେ ଦେଲା 2 ଭୋଲ୍ଟ 2 ଭୋଲ୍ଟ ଦେଇଦେଲା। ଇଲେକ୍ଟ୍ରନ୍ କହିଛି ଇଲେକ୍ଟ୍ରନ୍ ମାନେ ଚାର୍ଜ ର ଭ୍ୟାଲୁ କେତେ 1.6 इंटू 10⁻⁻19 कुलम। तो मागिଛି କଣ हाउ मच एनर्जी एनर्जी ର फॉर्मूला पिले कौन हो आम गोटे फॉर्मूला पढ़ले कौन ना v इक्वल टू पिले w बाय क्यू। ताले w इक्वल टू केते हो पिले v क्यू एटा वर्क टा मु गत वीडियो गुडारे भी कहिछि वर्क जोटा एनर्जी सेटा वर्क रो यूनिट बी जूल एनर्जी रो यूनिट भी जूल वर्क डायमेंशन जहा एनर्जी रो डायमेंशन सेया। तेणु वर्क बाहर करिया जहा एनर्जी बाहर करिया सेया ताले w इक्वल टू वर्क टा बाहर कर दबो v क्यू v इंटू क्यू v रो वैल्यू तो देछि 2 वोल्ट क्यू रो वैल्यू भी तो इलेक्ट्रॉन माने 1.6 इंटू 10⁻⁻19 तेणु एटा 3.2 हो इंटू 10⁻⁻19 जूल हम एनर्जी माने पिले जूल। ताले ऑप्शन बी विल बी द राइट आंसर पिले। ठीक अछि। तो -3.2 इंटू 10⁻⁻19 जूल। ओके तो लास्ट क्वेश्चन पिले करिया ए चार्ज प्लस क्यू इज गिवन टू ए मेटालिक स्फीयर। गोटे मेटाल अछि लुहाटा पिले धरा जो लुहार गोटे स्फीयर पिले अछि हला एठी चार्ज तुमे देलो क्यू अमाउंट रो चार्ज तुमे देलो हाउ मच ऑफ इट विल रिमेन एट द सेंटर कहि पिले सेंटर रे केते चार्ज रहइबो मते गोटे कथा पिले तुमे को गोटे लुहाटा कंडक्टरटा कंडक्टर जो चार्ज रखिदेला माने सेंटर रे चार्ज केते रहइबो पिले 0 सेंटर रे चार्ज रहइबो 0 सेंटर रे कोनोसी चार्ज रहइबो नै कोन पई पिले कहलो सबले चार्ज टा ऑन द सरफेस रुहे कोन पई देखो पिले एटा लुहाटा धरा जोटा पिले लुहार बॉलटा धरा जो दिया गला एटा को पिले चार्ज कलो चार्ज किंतु जेहेतु पॉजिटिव चार्ज तुमे देइचो प्लस क्यू पॉजिटिव होबा नेगेटिव चार्ज हो तुमे जतले चार्ज तुमे देइ दबो हमर कोन कथा कोन माने पॉजिटिव चार्ज कोन करे रिपल्सन करे तेणु सब चार्ज कोन परस्पर कोन हेबे ना रिपल्सन हे जबे रिपल्सन हे सब चार्जेस की पिले सरफेस रहइबो ताले सेंटर रे चार्ज केते जो पिले 0 हो धरा जो मुंडो ଗୋଟେ सिंपल एग्जांपल दोचे गोटा थ्योरी पढेले पिले बहुत बहुत कथा तेणु हम पोटेंशियल खाली पोटेंशियल जदी पढेबी मु 4-5टा क्लास पिले जीवो। ठीक अछि। तो जेतिकी बछा बछा क्वेश्चन जहा जहा हेइ परिबो ताकू मु नेकी आस्थिली डिस्कशन करली तथा गोटे पिले एग्जांपल देउची धरा जाऊ पिले गप गोटे सुनो गोटे धरा जाऊ ତମେ କଣ ଗୋଟେ ଜାଗାକୁ ଧରା ଯାଉ ଯାଉଛ ଧରା ଯାଉ ଶ୍ରୀଲଙ୍କା ଯାଉଛ ହେଲା ସବୁ ସାଙ୍ଗ ଆମର ଆମର ଯେତିକି ଜଣ ସବୁ ସାଙ୍ଗ ତମେ ପଢୁଥିଲ କଲେଜରେ ତମ ସବୁ ଧର 10 ଜଣ ସାଙ୍ଗ ପିଲେ ହେଲା 10 10 10 15 20 ଜଣ ସାଙ୍ଗ 20 ଜଣ ସାଙ୍ଗ ଧରାଯାଉ ଆମର ଇଣ୍ଡିଆରୁ ବାହାରିକି ଶ୍ରୀଲଙ୍କା ଯିବ ଜାହାଜର ମାଧ୍ୟମରେ ଯିବ। ତ ଜାହାଜରେ ଏଇଟା ଧରାଯାଉ ଜାହାଜଟା ପିଲେ ଏଇଟା ବୋଟଟା ଠିକ ଅଛି ଫିଜିକ୍ସ ସାରଙ୍କ ଡାଇଗ୍ରାମ ଏଇଭଳିଆ।
ତ ଏଇଟା ପିଲା ଜାହାଜଟା ଧରାଯାଉ ଏ ଜାହାଜଟାରେ ତୁମେ ସବୁ ଉଠିଗଲ ଏ ଜାହାଜଟାରେ କଣ ଅଛି ନା ଗୋଟେ ରୁମ୍ ଅଛି ଆଉ ଚାରି ସାଇଡରେ କଣ ସବୁ ବାଲକୋନି ଟାଇପର ଅଛି ହେଲା ବାଲକୋନି ଟାଇପର ଅଛି ଜାହାଜଟା ଚାଲିଛି ଆଉ ତ କଥା ହଉଛି ଏଇଆ ଯେ ଯେତେବେଳେ ওই ଯେ ତୁମେ ଏଇ ସବୁ ଭିତରେ ଥିଲ କୌଣସି କାରଣରୁ 20 ଜଣ ଥିଲ ଜାହାଜ ଷ୍ଟାର୍ଟ କରିଦେଲା ଜାହାଜ ଷ୍ଟାର୍ଟ କରିଦେଲା ଜାହାଜ ଚାଲିଛି ତୁମେ ଏଇ ଭିତରେ ହଠାତ୍ କୌଣସି କାରଣରୁ କଳି ଲାଗିଲ କୌଣସି କାରଣରୁ କଳି ଲାଗିଛ ହେଲା ଭିତରେ ପ୍ରବଳ କଳି ଲାଗିଲ କେହି କାହାରି ସହିତ ଆଉ ଜମା ଇଏ ଖାଇବାର ଆସିଥିଲା ସରିଗଲା ବୋଧେ ନା କଣ ଯାହା କଳି ଲାଗିଲ ଆଚ୍ଛା ବର୍ତ୍ତମାନ କଣ କରିବ ତମେ ତ ଏ ଭିତରେ ଆଉ ରହିବନି ମୁଁ ତ ମୁହଁ ଚାହିଁବି ନାହିଁ କଳି ଲାଗିଛ ସମସ୍ତେ ଯାଇକି କୋଉଠି ଛିଡା ହବ ବାଲକୋନିରେ ଛିଡା ହବ ସମସ୍ତେ ଯାଇକି ପିଲେ କୋଉଠି ଛିଡା ହବ ନା ବାଲକୋନିରେ ଛିଡା ହବ ଯାଇକି ସମୁଦ୍ରକୁ ଦେଖିବ ନା ଡିଆଁ ତ କେହି ପାରିବନି ନା ସମୁଦ୍ରକୁ ତ ଏଇ ଡିଆଁ ମାରିକି ପଳେଇନି ମୁଁ ତ ସହିତ ଲାଗିଛି ମୁଁ ତ କଥା ହେବିନି ମୁଁ ଡିଆଁ ମାରିକି ମୋର ପଳେଇ ଯାଉଛି ପହଁରି ପହଁରି ତ ସମୁଦ୍ରରୁ ଆସି ହବନି ନା ତେଣୁ ସମସ୍ତେ ଯାଇକି ବାଲକୋନିରେ ଛିଡା ହେଇଥିବ ସମସ୍ତେ ବାଲକୋନିରେ ଛିଡା ହେଇଥିବ ଏଇ ଭିତରେ ଆଉ କେହି ରହିନଥିବ କଣ ପାଇଁ ସମସ୍ତେ ସମସ୍ତଙ୍କୁ ରାଗୁଛ କେହି କାହାରି ସହିତ ଆଉ କେହି କାହାରି ମୁହଁ ଚାହୁଁନ ତେଣୁ ସମସ୍ତେ କଣ ହବ ନା ଘରେ ବି ରାଗିଗଲେ ଯେମିତି ପିଣ୍ଡା ଘର ବର୍ଷା ହଉଛି ଧରାଯାଉ ଘରେ ରାଗିଛ ହେଲା ଗୋଟେ ରୁମ୍ ତମ ଘରେ ଧରାଯାଉ ସପୋଜ ମୁଁ ଏକ୍ଜାମ୍ପଲ ଦଉଛି ଗୋଟେ ରୁମ୍ ଅଛି ଆଉ ଗୋଟେ ପିଲେ ଏଇ ବାରଣ୍ଡା ଅଛି ହେଲା ପିଣ୍ଡା ଅଛି ତ ଜଣେ ରାଗିଗଲା ଘର ଭିତରେ କଳିଲା କି ରାଗିଯିବ ବର୍ଷା ହଉଛି ଯାଇତ ପାରୁନି ସେ ଯାଇକି କୋଉଠି ଛିଡା ହବ ପିଲେ ପିଣ୍ଡାରେ ଛିଡା ହବ ସେଇଭଳିଆ ପିଲେ କଣ୍ଡକ୍ଟରରେ ବି ଯେତେବେଳେ ତୁମେ ଚାର୍ଜ କରିଦବ ପିଲେ ପଜିଟିଭ ଚାର୍ଜ ଯେତେବେଳେ ତୁମେ ଦେଇଦେଲ ପଜିଟିଭ ଚାର୍ଜ ପରସ୍ପର କଣ ହବ ରିପଲସନ ହବ ରିପଲସନ ଯେତେବେଳେ ପିଲେ ହବ ଏଇ ଭିତରେ ତ ଚାର୍ଜ ରହିବନି ସବୁ ଯାଇକି ପିଲେ ସର୍ଫେସ ରହିଯିବେ ସବୁ ଚାର୍ଜ ଯାଇକି ପିଲେ କୋଉଠି ରହିଯିବେ ସର୍ଫେସ ରହିଯିବେ ତେଣୁ ସେ ପଚାରିବେ ସେଣ୍ଟରରେ କେତେ ଚାର୍ଜ ରହିବ ପିଲେ ସେଣ୍ଟରରେ ଜିରୋ ଚାର୍ଜ ରହିବ ସେଣ୍ଟରରେ କଣ ହବ ନା ଜିରୋ ଚାର୍ଜ ପିଲେ ରହିବ ଯଦି ନେଗେଟିଭ ଚାର୍ଜ ବି କରିବ ନେଗେଟିଭ ବି କଣ হবে ରିପଲସନ হবে ସବୁ କଳି ଲାଗିବେ ତେଣୁ ରିପଲସନ ହେଲା ମାନେ ସବୁ ଯାଇକି ସର୍ଫେସରେ ପିଲେ ରହିବେ ତାହେଲେ ସେଣ୍ଟରରେ ଚାର୍ଜ ରୁହେନି ପିଲେ ହେଲା ଗୋଟେ ମେଟାଲିକ ସ୍ପିୟର ସେଣ୍ଟରରେ ଚାର୍ଜ ରୁହେନି ଏଟା ବହୁତ ବାର ଏକ୍ଜାମ ରେ ପଡେ ତ ମନେ ରଖିବ ପିଲେ ଆନ୍ସର ହେଇଗଲା ଜିରୋ ତ ୟା ସହିତ ପିଲା ଆମର କମ୍ପ୍ଲିଟ ହେଇଗଲା ଇଲେକ୍ଟ୍ରିକ ପୋଟେନସିଆଲ ଚାପ୍ଟରଟା ନେକ୍ସଟରେ ମୁଁ ଏଇଟା ନେଇକି ଆସିବି ପିଲେ ଏଇ ଯୋଉ ଆମର ଅଛି ମ୍ୟାଗ୍ନେଟିକ ଫିଲ୍ଡ ଲାଇନ୍ସ ବା ଲାଇନ୍ସ ଅଫ ଫୋର୍ସ ଗୋଟେ ଭିଡ଼ିଓରେ ହେଇଯିବ ତ ଯଦି ବର୍ତ୍ତମାନ ସୁଦ୍ଧା ପିଲା ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନ ଯାଇକି ପିଲେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯିବ ତା ସହିତ ଯଦି ଭିଡ଼ିଓ ପିଲେ ଭଲ ଲାଗୁଥିବ ନିହାତି ଗୋଟେ ଗୋଟେ କମେଣ୍ଟ ବକ୍ସରେ ତମେ ଲେଖିବ ହେଲା ମନ୍ତବ୍ୟ ନିଜର ଦବ ତ ଡେସ୍କ୍ରିପସନ ବକ୍ସରେ ପିଲେ ମୁଁ ଦେଇଦେବି ଟେଲିଗ୍ରାମ ଗ୍ରୁପର ଲିଙ୍କ୍ ଯାଇକି ପିଲେ ଜଲ୍ଦି ଜଲ୍ଦି ଜଏନ୍ ହେଇଯିବ ଦେଖା ହବ ପିଲା ଆଉ ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓରେ ଟିଲ୍ ଦେନ୍ ବାଏ ବାଏ ଟେକ୍ କେୟାର ଅଲ୍ ଦ ଭେରି ବେଷ୍ଟ